ସାର୍ ତ ଆଜିର ଆମର ଏଇ ବାର୍ଷିକ ଉତ୍ସବ 2025 ଆମ ବିଦ୍ୟାଳୟର ବିବରଣୀ ପାଠ କରିବାକୁ ଯାଉଅଛି। ମୁଁ ଆଜିର ଏଇ ସରକାରୀ ଉଚ୍ଚ ବିଦ୍ୟାଳୟ ଛତା ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବ 2025 ମୁଁ ବାବୁଲାଲ ବରିହା ବରିଷ୍ଠ ଶିକ୍ଷକ ଆପଣମାନଙ୍କୁ ଜଣାଉଛି ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପବନ ବହେ ଭନଘନ ସାୟନ କୁହୁଡ଼ି ଭରା, ମନ ଚାହେ ଆଜି ନିଆରା ସୁହାଗ ଉଷୁମ ସେଜର ଘେରା। ହିମବିନ୍ଦୁ ପୂର୍ଣ୍ଣ ହେମନ୍ତ ଋତୁକୁ ମେଲାଡ଼ି ଦେଇ ହିମ ଶୀତଳ ପବନକୁ ପାଥେୟ କହି ମହିସ୍ପର୍ଶ କରିଥିବା ଚୌଦି ଚିତ୍ତର ଏହି ଚିତାର୍ଥ ଉଲ୍ଲାସ ସକାଳ ଅଧିବେଶନରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ଜଣାଇ ମୁଁ ଆଜିର ବିବରଣୀ ପାଠ କରିବାକୁ ଯାଉଛି। ଆମ ବିଦ୍ୟାଳୟରେ ପ୍ରଥମେ 1942 ମସିହାରେ ପ୍ରଥମରୁ ପାଠପଢ଼ା ଆରମ୍ଭ ହୋଇଥିଲା ଓ ଏହା କ୍ରମଶଃ 2009 ମସିହାରେ ହାଇସ୍କୁଲକୁ ଉନ୍ନୀତ ହୋଇ 10ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଅଛି। ଆମ ବିଦ୍ୟାଳୟ ବହୁତ ଝଡ଼ଝଞ୍ଜାକୁ ଅତିକ୍ରମ କରି ବର୍ତ୍ତମାନ ପ୍ରଥମରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସୁରୁଖୁରୁରେ ଚାଲିଛି। ଚଳିତ ବର୍ଷ ସୁରଭି କାର୍ଯ୍ୟକ୍ରମରେ ଲୋକକଳାକୁ ପ୍ରାଧାନ୍ୟ ଦେଇ ଯେଉଁ ନାଚ ଗୀତ ପ୍ରତିଯୋଗିତା କରାଯାଇଥିଲା, ସେହି ପ୍ରତିଯୋଗିତାରେ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାଚ ପ୍ରଦର୍ଶନ କରି ବ୍ଲକ ସ୍ତରରେ ଭଲ ପ୍ରଦର୍ଶନ କରି ଜିଲ୍ଲା ସ୍ତର ପାଇଁ ମନୋନୀତ ହୋଇଥିଲେ। ଓ ହସ୍ତାକ୍ଷର ଲିଖନ ପ୍ରତିଯୋଗିତାରେ ବିଦ୍ୟାଳୟର 8ମ ଶ୍ରେଣୀର ଛାତ୍ରୀ ପୁଷ୍ପାଞ୍ଜଳି ନାଗ ବ୍ଲକ ସ୍ତରରୁ ମନୋନୀତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଭା ସମ୍ପୂର୍ଣ୍ଣ ସମାଜରେ ପୂଜା ପାଏ, ସମସ୍ତଙ୍କ ପାଖେ ଏହି ପ୍ରତିଭାଟି ଲୁକାୟିତ ହୋଇଥାଏ। କଥାରେ ଅଛି, ଅନ୍ତର୍ନିହିତ ପ୍ରତିଭା କେବେ ଲୁଚି ରହିପାରେ ନା। ସେଥିପାଇଁ ତ କୁହାଯାଏ, କିଏ ତ ପାଠରେ, କିଏ ତ ଷାଠରେ, କିଏ ତ ଷାଠରେ, ଗୀତରେ ନାଚରେ, କିଏ ବିଜ୍ଞାନ କ୍ଷେତ୍ରରେ, କାହାର ତ ପୁଣି ପ୍ରତିଭାଟି ଥାଏ। ଆମ ବିଦ୍ୟାଳୟର 9ମ ଶ୍ରେଣୀର ଛାତ୍ର ଲିପୁଲାଲ ଧରୁଆ ଓ 6ଠ ଶ୍ରେଣୀର ଛାତ୍ରୀ ଆଲିସା କଣ୍ଟା କୁମୁନା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ମନୋନୀତ ହୋଇ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଆମ ବିଦ୍ୟାଳୟ ତଥା କୁମୁନା ବ୍ଲକ ପାଇଁ ଗୌରବ ଆଣିଛନ୍ତି। ମନରେ ସକାରାତ୍ମକ ମନୋଭାବ ଜାଗ୍ରତ କରାଇ ଲକ୍ଷ୍ୟ ରଖି ଅଧୈର୍ଯ୍ୟ ନ ହୋଇ ଅଧିକ ପରିଶ୍ରମ ସହ କଠିନରୁ କଠିନ ପରିଶ୍ରମର ମୁକାବିଲା କରି ସାହସର ସହିତ ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ହାସଲ ହୋଇପାରିବ। ସେଥିପାଇଁ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ କେବେ ହେଲେ ନିଜକୁ ଦୁର୍ବଳ ନ ଭାବି ନିଜ କଠିନ ପରିଶ୍ରମ ବଳରେ ଆମ ବିଦ୍ୟାଳୟର ଗୌରବ ରଖିଛନ୍ତି। 10ମ ଶ୍ରେଣୀର ଛାତ୍ରୀ ବର୍ଷା କଣ୍ଟା ଏବଂ 9ମ ଶ୍ରେଣୀର ଛାତ୍ରୀ ଦୀପାଞ୍ଜଳି ମାଝୀ ରାଜ୍ୟସ୍ତରୀୟ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନୂଆପଡ଼ା ଜିଲ୍ଲା ତଥା ଆମ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତାରେ ମଧ୍ୟ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାକୁ ପ୍ରଦର୍ଶିତ କରିଛନ୍ତି। 8ମ ଶ୍ରେଣୀର ଗୋପାଳ ମାଝୀ, 7ମ ଶ୍ରେଣୀର ପୁଷ୍ପାଞ୍ଜଳି ମାଝୀ, 10ମ ଶ୍ରେଣୀର ଦେବାର୍ଚନ ମାଝୀ ଏବଂ 9ମ ଶ୍ରେଣୀର ହୃଷିକେଶ ମାଝୀ ଏବଂ 9ମ ଶ୍ରେଣୀର ସାଗର କଣ୍ଟା, ସରସ୍ୱତୀ କୁମାର, ଗୀତାଞ୍ଜଳି ମାଝୀ ସେମାନେ ଜିଲ୍ଲା ସ୍ତରରେ ନିଜ ପ୍ରତିଭାକୁ ଲୋକର୍ପଣ କରିଛନ୍ତି। ବିଦ୍ୟାଳୟ ହେଉଛି ଜ୍ଞାନର ଭଣ୍ଡାର। ଏଠାରେ ସମସ୍ତେ ନିଜ ଅନ୍ତର୍ନିହିତ ଜ୍ଞାନ କୌଶଳକୁ ପ୍ରଦର୍ଶିତ କରିବାର ସୁଯୋଗ ପାଇଥାନ୍ତି ଓ ନିଜର ଦକ୍ଷତାକୁ ଜୀବନରେ ପ୍ରୟୋଗ କରିବାର ମଧ୍ୟ ସୁଯୋଗ ପାଇଥାନ୍ତି ଓ ନିଜର ପରିଶ୍ରମର ଫଳ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରତିଫଳିତ ହୋଇଥାଏ। ସେଥିପାଇଁ 2023-24 ଶିକ୍ଷାବର୍ଷରେ ଆମ ବିଦ୍ୟାଳୟର 62 ଜଣ ଛାତ୍ରଛାତ୍ରୀମାନେ ପରୀକ୍ଷା ବୋର୍ଡ଼ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ ଓ ବି ଗ୍ରେଡ଼ରେ ମୋଟ 3 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ଆମ ବିଦ୍ୟାଳୟର ପାସ୍ ହାର 92% ଥିଲା ଓ ବିଦ୍ୟାଳୟର ଛାତ୍ର ଶ୍ରୀ ରବିରଞ୍ଜନ ଦୀପ 10ମ ଶ୍ରେଣୀର ମାଟ୍ରିକ୍ ପରୀକ୍ଷାରେ 67% ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆମ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି, ଯାହାର ପ୍ରତିଫଳନ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲାର କୁମୁନା ବ୍ଲକର ପ୍ରଥମ ବିଦ୍ୟାଳୟ ରୂପେ ଆମ ବିଦ୍ୟାଳୟ PM ଶ୍ରୀ ସ୍କୁଲ ରୂପେ ମନୋନୀତ ହୋଇଅଛି। ଆମ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ମିଳିତ ଉଦ୍ୟମ କ୍ରମେ ସୌନ୍ଦର୍ଯ୍ୟକରଣ
ଓ ଜଳର ସୁବିନିଯୋଗ କରିବା ଦ୍ୱାରା ଆମ ବିଦ୍ୟାଳୟକୁ ନୂଆପଡ଼ା ଜିଲ୍ଲାରୁ ନ୍ୟାସନାଲ ୱାଟର ଏଡ୍ କମ୍ପିଟିସନରେ ଭାଗ ନେବା ପାଇଁ ମନୋନୀତ ହୋଇଅଛି। ତ ଆଜିର ଥିଲା ଆମର ଏଇ ବିବରଣୀ ପାଠ। ବିବରଣୀ ପାଠକୁ ମୁଁ ଏଇଠି ରଖୁଛି। ଧନ୍ୟବାଦ।